ଜଙ୍ଗଲରେ ଝରିପଡ଼ୁଥିବା ମହୁଲ ଫୁଲ ପ୍ରକ୍ରିୟାକରଣରୁ ପ୍ରସ୍ତୁତ ମିଠା ରସ ଜନଜାତିଙ୍କ ପାଇଁ ଆୟର ଉତ୍ସ ପାଲଟିଛି। ମଧ୍ୟପ୍ରଦେଶରେ ମହିଳାମାନେ ମହୁଲ ଫୁଲରୁ ଲଡ୍ଡୁ, କୁକିଜ୍ ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ଏହି ଫୁଲ ଏବେ ବ୍ୟବସାୟକୁ ମଧ୍ୟ ନୂଆ ଦିଗ ଦେଉଛି। ମଧ୍ୟପ୍ରଦେଶର ଘଞ୍ଚ ଜଙ୍ଗଲରେ ଝରିପଡ଼ିଥିବା ମହୁଲ ଫୁଲକୁ ଜନଜାତି ସମ୍ପ୍ରଦାୟ ଅତି ଯତ୍ନର ସହ ସଂଗ୍ରହ କରୁଥିବାର ଦେଖାଯାଏ। ଏହା ପ୍ରକୃତି ଓ ଜୀବନ ମଧ୍ୟରେ ଏକ ଅତୁଟ ସମ୍ପର୍କର ନିଚ୍ଛକ ପ୍ରତିଫଳନ। ମହୁଲ ଫୁଲ ମିଠା, ସ୍ୱାଦଯୁକ୍ତ ଓ ହାଲୁକା ସୁଗନ୍ଧରେ ଭରପୁର। ସ୍ୱାଦ ସହିତ ପୋଷକ ତତ୍ତ୍ୱରେ ମଧ୍ୟ ସମୃଦ୍ଧ ଏହି ଫୁଲ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା, ପରମ୍ପରା ଓ ସଂସ୍କୃତିର ଅଭିନ୍ନ ଅଙ୍ଗ ପାଲଟିଛି। ଉଦ୍ୟୋଗୀ ସୀମା ମୁଖାର୍ଜୀ ମାର୍ଚ୍ଚ ଓ ଏପ୍ରିଲ ମାସରେ ମହୁଲ ଫୁଲ କ୍ରୟ କରି ସେଥିରୁ ସିରପ ପ୍ରସ୍ତୁତ କରିବା ସହ ଦେଶର ବିଭିନ୍ନ ସହରର ଗ୍ରାହକଙ୍କ ପାଖକୁ ପଠାନ୍ତି। ये फूल में एक बहुत ही मीठा रस है जिसे लोग बहुत चाहते हैं। तो यहाँ के लोग टोकरी भर भर के इसको इकट्ठा करते हैं। मैं भी यहाँ महुआ का यूज़ करती हूँ काफ़ी सारे प्रोडक्ट्स में। मैं बहुत ही साफ सुथरे तरीके से महुआ को सन ड्राई करती हूँ। धूप में सुखा के किशमिश बना के मैं इसको कैफ़ेज़ और रेस्टोरेंट्स में बेचती हूँ। दिल्ली, बॉम्बे, कलकत्ता सब जगह मेरे प्रोडक्ट्स जाते हैं। ମହୁଲ ଫୁଲ ଏବେ କେବଳ ଜଙ୍ଗଲର ଏକ ଉତ୍ପାଦ ନୁହେଁ, ବରଂ ଏକ ମୂଲ୍ୟଯୁକ୍ତ ଉତ୍ପାଦ ଭାବେ ନୂଆ ପରିଚୟ ହାସଲ କରିଛି। ଏହି କାରଣରୁ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏହା ସହ ଯୋଡ଼ି ହୋଇ ଆତ୍ମନିର୍ଭରତାର ପଥରେ ଆଗଉଛନ୍ତି। ମଣ୍ଡଳା ଜିଲ୍ଲାର କୋକୋ ଗାଁରେ ଏପରି ଏକ ପ୍ରେରଣାଦାୟକ ସଂଘ ହେଉଛି ତେଜସ୍ୱିନୀ ଏକତା ମହିଳା ମହାସଂଘ। ପ୍ରାୟ 1 ଡଜନ ମହିଳା ମିଳିମିଶି ମହୁଲରୁ ସ୍ୱାଦିଷ୍ଟ ଓ ପୌଷ୍ଟିକ ଖାଦ୍ୟପଦାର୍ଥ ପ୍ରସ୍ତୁତ କରୁଛନ୍ତି। ବିଶେଷତଃ ମହୁଲ ଲଡ୍ଡୁ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ମିଶାଇ ତାକୁ ପୋଷଣଯୁକ୍ତ ଖାଦ୍ୟରେ ରୂପାନ୍ତରିତ କରାଯାଉଛି। ଏହାଛଡ଼ା ମହୁଲରୁ ସ୍ୱାସ୍ଥ୍ୟକର କୁକିଜ୍ ମଧ୍ୟ ପ୍ରସ୍ତୁତ ହେଉଛି, ଯେଉଁଥିରେ ପାରମ୍ପରିକ ସ୍ୱାଦକୁ ଆଧୁନିକ ପୋଷଣ ସହ ଯୋଡ଼ାଯାଉଛି। ଏହି ପଦକ୍ଷେପ ମହିଳାମାନଙ୍କୁ କେବଳ ନୂଆ ଆୟର ଉତ୍ସ ଯୋଗାଇ ନାହିଁ, ବରଂ ସେମାନଙ୍କୁ ଆତ୍ମବିଶ୍ୱାସ ଓ ସ୍ୱତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରିଛି। बिस्किट और लड्डू के रूप में इसको हमने शुरुआत किया है। जो महुआ के बहुत सारे फ़ायदे हैं सर अपने स्वास्थ्य के लिए। महुआ से खून भी बढ़ता है, रोग प्रतिरोधक क्षमता भी बढ़ता है इससे। तो इससे हमारी जो लड्डू है, बिस्किट है सर 10 से 12 शहरों में जाती है, जहाँ पर बसों के साधन है वहाँ पर हम पहुँचा देते हैं। ମହୁଲ ଏବେ କେବଳ ଜଙ୍ଗଲଜାତ ଦ୍ରବ୍ୟ ନୁହେଁ, ବରଂ ଆତ୍ମନିର୍ଭରତା ଓ ପରିବର୍ତ୍ତନର ପ୍ରକୃଷ୍ଟ ମାଧ୍ୟମ ସାଜିଛି। ଗାଁର ମହିଳାମାନଙ୍କ ପରିଶ୍ରମ ଫଳରେ ଏହି ପାରମ୍ପରିକ ଲଘୁ ବନଜାତ ଦ୍ରବ୍ୟ ଆଧୁନିକ ବଜାରରେ ନିଜର ପରିଚୟ ସୃଷ୍ଟି କରିପାରିଛି।